ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକ ତାଲପାଲି ଗ୍ରାମ ପଞ୍ଚାୟତର ସେମିଲମୁଣ୍ଡା ଗ୍ରାମରେ ଚତୁର୍ଥ ଗୌରହରି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାରଠାରୁ ଗ୍ରାମର ଡାଲଖାଇ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ତାଲପାଲି ସରପଞ୍ଚ ଉର୍ମିଲା ସେଠ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମାଜସେବୀ ବୁଲୁ ଦାସ, ସୁଶାନ୍ତ ପଣ୍ଡା ଓ ଦୀପକ ପ୍ରଧାନ ଯୋଗ ଦେଇ ଉଦ୍ଘାଟନୀ ମ୍ୟାଚର ଖେଳାଳିମାନଙ୍କ ସହ କରମର୍ଦ୍ଦନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମ ମ୍ୟାଚରେ ବନୁପାଲି ଓ ଦମକିପାଲି, ଗୁଠୁଲ୍ଲା ଏବଂ ଡାଙ୍ଗବାହାଲ, ପଦମପୁର ଏବଂ ପାଣ୍ଡେସରା, ମୁଣ୍ଡାପାଲି ଏବଂ ଖଇରପାଲି ଟିମ୍ ମଧ୍ୟରେ ଖେଳ ହୋଇଥିବା ବେଳେ ବନୁପାଲି, ଗୁଠୁଲ୍ଲା, ପଦମପୁର, ମୁଣ୍ଡାପାଲି ଟିମ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ବନୁପାଲି ଏବଂ ମୁଣ୍ଡାପାଲି ସେମିଫାଇନାଲକୁ ଉଠିଛନ୍ତି। ମୋଟ 16 ଗୋଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଉଥିବା ବେଳେ ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ 10,000 ଟଙ୍କା ଓ ଟ୍ରଫି ଓ ପରାଜିତ ଟିମ୍କୁ 6,000 ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ସେମିଲମୁଣ୍ଡା ଗ୍ରାମର ସମସ୍ତ ସଦସ୍ୟଙ୍କ ମିଳିତ ପ୍ରଚେଷ୍ଟାରେ ଚତୁର୍ଥ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି।